ହ୍ୟାଲୋ ଆମ ଗାଁ ସାଥୀ ଭାଇ ଭଉଣୀ ଆପଣମାନେ କେନ୍ତା ଅଛନ୍ ଭଲ ଅଛନ୍ କି ଆଉ ଆପଣମାନେ କାଣା କରୁଛନ୍ ଆଉ ଆପଣମାନେ ଦେଖୁନ୍ ଆମ ଗାଁ ସାଥୀମାନଙ୍କର ଏବେ ମଧ୍ୟ କେତେ ପାଉଣା ପାଇନାହାନ୍ତି ଆଉ କେତେ ପାଇଛନ୍ତି ଆପଣମାନେ ପାଇଛନ୍ତି କି ନାହିଁ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ ଆପଣମାନେ କେମିତି ଅଛନ୍ ଭଲ ଅଛନ୍ କି ମୁଁ ମଧ୍ୟ ଭଲ ଅଛି ଟିକେ ଦେହ ଖରାପ ହେଇଯାଇଥିଲା ସେଥିପାଇଁ ଭଲ ଲାଗୁନି ଆଉ ଆପଣମାନେ ଯେତେ ବି ଭାବୁଥିବେ କି ଆମର ଏପର୍ଯ୍ୟନ୍ତ କିଛି ହେଇନାହିଁ ଏବେ ମଧ୍ୟ ଟାଇମ୍ ଅଛି ଏବେ ନୂଆ ସରକାର ଆସିଛନ୍ତି କିଛି ଦିନ ଲାଗିବ ଆପଣମାନଙ୍କୁ ଧୈର୍ଯ୍ୟ ଧରିବାକୁ ପଡ଼ିବ ଏ ସରକାର ଆମ ପାଇଁ କିଛି ନା କିଛି ନିହାତି କରିବେ ଯେହେତୁ ଆଗରୁ କହିଥିଲେ ଆମ CM ସାର୍ ଯେଉଁଟାକି ଆଗରୁ ବିରୋଧୀ ଦଳ ନେତା ଥିଲେ ସେ କହିଥିଲେ ମୋ କଥା ଦେଇଛନ୍ତି ଆମ କଥା ନିହାତି ରଖିବେ ହେଲେ କିଛି ଦିନ ଟାଇମ୍ ଲାଗିବ ଆପଣମାନେ ଧୈର୍ଯ୍ୟ ଧରିବାକୁ ପଡ଼ିବ ହେଲେ ଆମ ପାଇଁ ଗୋଟେ କିଛି ଆଶା ଅଛି ଆମ ଗାଁ ସେଥିପାଇଁ ନୂଆ ସରକାର ଆସିଲେ ଆଉ ଆମ ପାଇଁ କିଛି କରିବେ ଆମେ ବି କିଛି ଆଶା ରଖିଛୁ ଆପଣମାନେ ବି ଧୈର୍ଯ୍ୟର ସହ ରୁହନ୍ତୁ ଆମ ପାଇଁ କିଛି ପ୍ରୋତ୍ସାହନ ନିହାତି କରିବେ ଆଉ ଆମ ପାଇଁ କାମ ଦେବେ ଆଉ କିଛି ପ୍ରୋତ୍ସାହନ ମଧ୍ୟ ମାସିକ ବ୍ୟବସ୍ଥା ନିହାତି କରିବେ ମୁଁ ସେମିତି ଭାବୁଛି ଆପଣମାନେ କ'ଣ ଭାବୁଛନ୍ତି କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ ଯେହେତୁ ନୂଆ ସରକାର ଆସିଛନ୍ତି ଆମ ପାଇଁ ନୂଆ କିଛି ନିହାତି ହେବା ଦରକାର ଗଲା ସରକାର ଯେଉଁଟାକି 16 ବର୍ଷ ଆମକୁ କିଛି ଦେଲା ନାହିଁ ଏ ସରକାର ଏବେ 16 ଦିନ ମଧ୍ୟ ହେଇନି ଆଗକୁ ଟିକେ ଧୈର୍ଯ୍ୟ ଧରିବାକୁ ପଡ଼ିବ ଆମ ପାଇଁ କିଛି ନିହାତି କରିବେ ଆପଣମାନେ ଧୈର୍ଯ୍ୟ ଧରି ରୁହନ୍ତୁ ଆଉ ଆପଣମାନେ କାମ କରିଛନ୍ତି କି ନାହିଁ ଆଉ ପଇସା ମିଳୁଛି କି ନାହିଁ କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ ଯଦି ଏବେ ମଧ୍ୟ ଆମ GS ପେମେଣ୍ଟ ମଧ୍ୟ ଅଛି ଯେଉଁମାନେ ପାଇନାହାନ୍ତି GRS ମାନଙ୍କୁ କହି ଆପଣମାନଙ୍କର ପଇସା ପକାଇ ନିଅନ୍ତୁ ଆଉ ପଇସା ପକାନ୍ତୁ ପଡ଼ିଯିବ ଆଉ ଆପଣମାନେ ଏବେ ସମସ୍ତେ ଜାଣି ଆଉ ଆମ ପାଇଁ ଖୁସି ଦିନ ଆସିବାକୁ ଯାଉଛି ଆପଣମାନେ ଜାଣିଛନ୍ତି ହେଲେ ଆମ ଗାଁ ସାଥୀଙ୍କ ପାଇଁ ଖୁସି ଦିନ ଆସିବାକୁ ଯାଉଛି ହେଲେ ନୂଆ ସରକାର ଆସିଛନ୍ତି ହେଲେ ନିହାତି ଆମ ପାଇଁ କିଛି କରିବେ ଆପଣମାନେ ଧୈର୍ଯ୍ୟ ଧରି ରୁହନ୍ତୁ ମାନ୍ୟବର CM ଆମ ପାଇଁ ଶ୍ରୀ ମୋହନ ଚରଣ ମାଝୀ ସେତେବେଳେ ବିରୋଧୀ ଦଳ ନେତା ସଚେତନ ଥିଲାବେଳେ ଦେଇଥିବା କଥା ଓ ବିଧାନସଭାରେ ଗାଁ ସାଥୀଙ୍କ ପାଇଁ ଯେଉଁ ପ୍ରୋତ୍ସାହନ କଥା ବାରମ୍ବାର କହିଥିଲେ ସେ କଥାକୁ ଏବେ କାର୍ଯ୍ୟକାରୀ କରିବା ପାଇଁ ସମୟ ଆସିଛି ଆପଣମାନେ ଧୈର୍ଯ୍ୟରେ ରୁହନ୍ତୁ ଆମ CM ସାର୍ ନିହାତି ଆମ ପାଇଁ କିଛି କରିବେ ଆଗରୁ ବି କହିଥିଲେ ଏବେ ବି କରିବାକୁ ତାଙ୍କ ଚେଷ୍ଟା ଚାଲିଛି କରିବେ ହେଲେ ଯେଉଁ କଥା ଦେଇଥିଲେ ତାହାକୁ ଆମେ ଭିଡ଼ିଓ ମାଧ୍ୟମରେ କହୁଛୁ ଯେ ସାର୍ ଆମକୁ ପ୍ରୋତ୍ସାହନ ମାସିକ ପ୍ରୋତ୍ସାହନ ଯେଉଁଟାକି ଆପଣ କହିଥିଲେ ବାରମ୍ବାର ଦେବା ପାଇଁ ଏବେ ବି ବ୍ୟବସ୍ଥା ଆପଣ କରନ୍ତୁ ଆମ ପାଇଁ ଜୟ ଜଗନ୍ନାଥ ଜୟ ହିନ୍ଦ ଜୟ ବନ୍ଦେ ମାତରମ୍ ଆପଣ ଆମକୁ ଧୈର୍ଯ୍ୟର ସହିତ ଆମେ ଅଛୁ ଗାଁ ସାଥୀମାନେ ଆମକୁ ଦେଖନ୍ତୁ ଏ ଭିଡ଼ିଓ ମାଧ୍ୟମରେ ଆମେ ବିନତି ଅନୁରୋଧ କରୁଛୁ ସାର୍ ଆପଣଙ୍କୁ CM ସାର୍ ଆପଣ ଯଦି ଦେଖୁଥିବେ ବୋଲେ ନିହାତି ଆମକୁ କିଛି ବ୍ୟବସ୍ଥାର ସୁବିଧା କରିବେ ଆଉ ଆମେମାନେ ଗାଁ ସାଥୀମାନେ ବହୁତ ଦୁଃଖ କଷ୍ଟରେ ସହି ଆମେ 16 ବର୍ଷ ହେଲା କାମ କରୁଛୁ ଆପଣ ବି ତ ଦେଖିଛନ୍ତି ଆମ ପାଇଁ କଥା ବି ବିଧାନସଭାରେ ଉଠେଇଥିଲେ ଏବେ ମଧ୍ୟ କହିଥିଲେ ହେଲେ ଏବେ CM ହେଲେ ସାର୍ ଆପଣ ଆଉ ଆମ ପାଇଁ କିଛି ନିହାତି ବ୍ୟବସ୍ଥା କରନ୍ତୁ ଆମେମାନେ ଚିର ଉପକୃତ ହେବୁ ଆପଣଙ୍କ ପାଖରେ ଏ ଭିଡ଼ିଓ ମାଧ୍ୟମରେ ମୁଁ ଆମ ଗାଁ ସାଥୀ ଭାଇ ଭଉଣୀଙ୍କ ତରଫରୁ ମୁଁ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଜଣାଉଛି ଆଉ ଆମକୁ ସୁସମ୍ବାଦ ଶୀଘ୍ର ଦିଅନ୍ତୁ ଏତିକି କହି ମୁଁ ଆପଣଙ୍କୁ ଚିର ଉପକୃତ ହେବି ସାର୍ ଆଉ ଆମ ଗାଁ ସାଥୀ ଭାଇ ଭଉଣୀ ଭିଡ଼ିଓ ମାଧ୍ୟମରେ ବି ଆମେ ଜଣାଉଛୁ ସାର୍ଙ୍କୁ ତ କିଛି ନିହାତି ଆପଣ ପାଇଁ କରିବେ ହେ ଜଗନ୍ନାଥ ହେ ଯୀଶୁ ହେ ଭଗବାନ ଯେତେ ପ୍ରଭୁ ଅଛନ୍ ଆମ ପାଇଁ କିଛି ନା କିଛି ବ୍ୟବସ୍ଥା କରନ୍ତୁ ଆମ ନୂଆ ସରକାର ମୁଁ ଏତିକି ଆପଣଙ୍କ ପାଖରେ ଜଣାଉଛି ଗୁହାରି କରୁଛି ଆମ ଗାଁ ସାଥୀମାନଙ୍କୁ ନ୍ୟାୟ ମିଳୁ
ନୂଆ ସରକାର ଆସିଲେ ପୁରୁଣା ସରକାର ଯେଉଁ ଥିଲେ ଆମ ପାଇଁ ବହୁତ ଅନ୍ୟାୟ ହେଉଥିଲା। ତ ଏବେ କିଛି ନ୍ୟାୟ ମିଳୁ ଆମକୁ। ହେ ଜଗନ୍ନାଥ, ଆପଣ ବି କିଛି ସାହାଯ୍ୟ କରନ୍ତୁ ଭଗବାନ। ଆଉ ଆମ ଗାଁ ସାଥିମାନଙ୍କୁ ନ୍ୟାୟ ନିହାତି ମିଳୁ। ଆଉ ଏ ଭିଡ଼ିଓ ଯଦି ଭଲ ଲାଗିଥିବ ଆମ ଗାଁ ସାଥି ଭାଇ ଭଉଣୀ ନିହାତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଯେ ଭଲ ଲାଗିଲା। ଆଉ ଯେଉଁମାନେ ନୂଆ ଆସିଥିବେ ସବସ୍କ୍ରାଇବ୍ କରନ୍ତୁ। ଆପଣମାନଙ୍କୁ ଏ ଭିଡ଼ିଓ ବନେଇବାର କାରଣ ହେଲା କି ଆପଣମାନେ ବି ଧୈର୍ଯ୍ୟରେ ରୁହନ୍ତୁ। ଆମ ପାଇଁ ଖୁସି ଦିନ ଆସିଛି। ନୂଆ ସରକାର ତ ନୂଆ ଖୁସି ନିହାତି ମିଳିବ, ଆମକୁ ମିଳିବାକୁ ଯାଉଛି। ଆପଣମାନେ ଧୈର୍ଯ୍ୟରେ ରୁହନ୍ତୁ। ଆଉ ଆପଣମାନେ ଏ ଭିଡ଼ିଓ ଦେଖୁଥାନ୍ତୁ, ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରିବେ ନାହିଁ। ଆଉ ଏମିତି ଭିଡ଼ିଓ ଆଉ ମୁଁ ଆଣିବି, ଆପଣମାନେ ଦେଖିବେ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଆଉ ଆପଣମାନେ ମୋ ଭିଡ଼ିଓ ସବୁବେଳେ ଦେଖୁଛନ୍ତି ଯଦି କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ। ଆପଣଙ୍କୁ ଯଦି ଭଲ ଲାଗିଥିବ ସବସ୍କ୍ରାଇବ୍ ବହୁତ ମାତ୍ରାରେ କରନ୍ତୁ, ସେୟାର ବହୁତ ମାତ୍ରାରେ କରନ୍ତୁ। ଜୟ ଜଗନ୍ନାଥ, ଜୟ ଗାଁ ସାଥୀ, ଜୟ ନରେଗା। ଧନ୍ୟବାଦ। ଆଉ ଆମ ପାଇଁ ଖୁସିର ଦିନ ଆସିବାକୁ ଯାଉଛି, ଆପଣମାନେ ଜାଣିଛନ୍ତି। ହେଲେ ଆମ ଗାଁ ସାଥୀଙ୍କ ପାଇଁ ଖୁସି ଦିନ ଆସିବାକୁ ଯାଉଛି। ହେଲେ ନୂଆ ସରକାର ଆସିଛନ୍ତି, ହେଲେ ନିହାତି ଆମ ପାଇଁ କିଛି କରିବେ। ଆପଣମାନେ ଧୈର୍ଯ୍ୟ ଧରି ରୁହନ୍ତୁ। ମାନ୍ୟବର CM ଆମ ପାଇଁ ଶ୍ରୀ ମୋହନ ଚରଣ ମାଝୀ ସେତେବେଳେ ବିରୋଧୀ ଦଳ ନେତା ସଚେତନ ଥିଲାବେଳେ ଦେଇଥିବା କଥା ଓ ବିଧାନସଭାରେ ଗାଁ ସାଥୀଙ୍କ ପାଇଁ ଯେଉଁ ପ୍ରୋତ୍ସାହନ କଥା ବାରମ୍ବାର କହିଥିଲେ, ସେ କଥାକୁ ଏବେ କାର୍ଯ୍ୟକାରୀ କରିବା ପାଇଁ ସମୟ ଆସିଛି। ଆପଣମାନେ ଧୈର୍ଯ୍ୟରେ ରୁହନ୍ତୁ। ଆମ CM ସାର୍ ନିହାତି ଆମ ପାଇଁ କିଛି କରିବେ। ଆଗରୁ ବି କହିଥିଲେ, ଏବେ ବି କରିବାକୁ ତାଙ୍କ ଚେଷ୍ଟା ଚାଲିଛି, କରିବେ। ହେଲେ ଯେଉଁ କଥା ଦେଇଥିଲେ ତାହାକୁ ଆମେ ଭିଡ଼ିଓ ମାଧ୍ୟମରେ କହୁଛୁ ଯେ ସାର୍ ଆମକୁ ପ୍ରୋତ୍ସାହନ, ମାସିକ ପ୍ରୋତ୍ସାହନ ଯେଉଁଟାକି ଆପଣ କହିଥିଲେ ବାରମ୍ବାର ଦେବା ପାଇଁ, ଏବେ ବି ବ୍ୟବସ୍ଥା ଆପଣ କରନ୍ତୁ ଆମ ପାଇଁ। ଜୟ ଜଗନ୍ନାଥ, ଜୟ ହିନ୍ଦ, ଜୟ ବନ୍ଦେ ମାତରମ୍। ଆପଣ ଆମକୁ ଧୈର୍ଯ୍ୟର ସହିତ ଆମେ ଅଛୁ। ଗାଁ ସାଥୀମାନେ ଆମକୁ ଦେଖନ୍ତୁ। ଏ ଭିଡ଼ିଓ ମାଧ୍ୟମରେ ଆମେ ବିନତି ଅନୁରୋଧ କରୁଛୁ ସାର୍ ଆପଣଙ୍କୁ। CM ସାର୍, ଆପଣ ଯଦି ଦେଖୁଥିବେ ବୋଲେ ନିହାତି ଆମକୁ କିଛି ବ୍ୟବସ୍ଥାର ସୁବିଧା କରିବେ। ଆଉ ଆମେମାନେ ଗାଁ ସାଥୀମାନେ ବହୁତ ଦୁଃଖ କଷ୍ଟରେ ସହି ଆମେ 16 ବର୍ଷ ହେଲା କାମ କରୁଛୁ। ଆପଣ ବି ତ ଦେଖିଛନ୍ତି, ଆମ ପାଇଁ କଥା ବି ବିଧାନସଭାରେ ଉଠେଇଥିଲେ, ଏବେ ମଧ୍ୟ କହିଥିଲେ। ହେଲେ ଏବେ CM ହେଲେ ସାର୍ ଆପଣ, ଆଉ ଆମ ପାଇଁ କିଛି ନିହାତି ବ୍ୟବସ୍ଥା କରନ୍ତୁ। ଆମେମାନେ ଚିର ଉପକୃତ ହେବୁ ଆପଣଙ୍କ ପାଖରେ। ଏ ଭିଡ଼ିଓ ମାଧ୍ୟମରେ ମୁଁ ଆମ ଗାଁ ସାଥୀ ଭାଇ ଭଉଣୀଙ୍କ ତରଫରୁ ମୁଁ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଜଣାଉଛି। ଆଉ ଆମକୁ ସୁସମ୍ବାଦ ଶୀଘ୍ର ଦିଅନ୍ତୁ। ଏତିକି କହି ମୁଁ ଆପଣଙ୍କୁ ଚିର ଉପକୃତ ହେବି ସାର୍। ଆଉ ଆମ ଗାଁ ସାଥୀ ଭାଇ ଭଉଣୀ ଭିଡ଼ିଓ ମାଧ୍ୟମରେ ବି ଆମେ ଜଣାଉଛୁ ସାର୍ଙ୍କୁ, ତ କିଛି ନିହାତି ଆପଣ ପାଇଁ କରିବେ। ହେ ଜଗନ୍ନାଥ, ହେ ଯୀଶୁ, ହେ ଭଗବାନ, ଯେତେ ପ୍ରଭୁ ଅଛନ୍ ଆମ ପାଇଁ କିଛି ନା କିଛି ବ୍ୟବସ୍ଥା କରନ୍ତୁ। ଆମ ନୂଆ ସରକାର, ମୁଁ ଏତିକି ଆପଣଙ୍କ ପାଖରେ ଜଣାଉଛି, ଗୁହାରି କରୁଛି। ଆମ ଗାଁ ସାଥୀମାନଙ୍କୁ ନ୍ୟାୟ ମିଳୁ। ନୂଆ ସରକାର ଆସିଲେ ପୁରୁଣା ସରକାର ଯେଉଁ ଥିଲେ ଆମ ପାଇଁ ବହୁତ ଅନ୍ୟାୟ ହେଉଥିଲା। ତ ଏବେ କିଛି ନ୍ୟାୟ ମିଳୁ ଆମକୁ। ହେ ଜଗନ୍ନାଥ, ଆପଣ ବି କିଛି ସାହାଯ୍ୟ କରନ୍ତୁ ଭଗବାନ। ଆଉ ଆମ ଗାଁ ସାଥୀମାନଙ୍କୁ ନ୍ୟାୟ ନିହାତି ମିଳୁ। ଆଉ ଏ ଭିଡ଼ିଓ ଯଦି ଭଲ ଲାଗିଥିବ ଆମ ଗାଁ ସାଥୀ ଭାଇ ଭଉଣୀ ନିହାତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଯେ ଭଲ ଲାଗିଲା। ଆଉ ଯେଉଁମାନେ ନୂଆ ଆସିଥିବେ ସବସ୍କ୍ରାଇବ୍ କରନ୍ତୁ। ଆପଣମାନଙ୍କୁ ଏ ଭିଡ଼ିଓ ବନେଇବାର କାରଣ ହେଲା କି ଆପଣମାନେ ବି ଧୈର୍ଯ୍ୟରେ ରୁହନ୍ତୁ। ଆମ ପାଇଁ ଖୁସି ଦିନ ଆସିଛି। ନୂଆ ସରକାର ତ ନୂଆ ଖୁସି ନିହାତି ମିଳିବ, ଆମକୁ ମିଳିବାକୁ ଯାଉଛି। ଆପଣମାନେ ଧୈର୍ଯ୍ୟରେ ରୁହନ୍ତୁ। ଆଉ ଆପଣମାନେ ଏ ଭିଡ଼ିଓ ଦେଖୁଥାନ୍ତୁ, ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରିବେ ନାହିଁ। ଆଉ ଏମିତି ଭିଡ଼ିଓ ଆଉ ମୁଁ ଆଣିବି, ଆପଣମାନେ ଦେଖିବେ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଆଉ ଆପଣମାନେ ମୋ ଭିଡ଼ିଓ ସବୁବେଳେ ଦେଖୁଛନ୍ତି ଯଦି କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ। ଆପଣଙ୍କୁ ଯଦି ଭଲ ଲାଗିଥିବ ସବସ୍କ୍ରାଇବ୍ ବହୁତ ମାତ୍ରାରେ କରନ୍ତୁ, ସେୟାର ବହୁତ ମାତ୍ରାରେ କରନ୍ତୁ। ଜୟ ଜଗନ୍ନାଥ, ଜୟ ଗାଁ ସାଥୀ, ଜୟ ନରେଗା। ଧନ୍ୟବାଦ।